ସତ୍ୟବାବୁ କହିଥିଲେ ଯେ ଯେତେ ଗୁରୁଜନ ମାନେ ଯେଉଁମାନଙ୍କର ଅସୁବିଧା ସୁବିଧା ଅଛି ତାଙ୍କୁ ସହଯୋଗ କରିବା ପାଇଁ କହିଥିଲେ। ଆଜି କେତେ ସଂଖ୍ୟାରେ ଏଠି କମଳ ବଣ୍ଟନ କରାଯାଇଥିଲା ଏବଂ ଆମେ 200, 250, 300 ଭଳିଆ କେତେ ଖୁସି ଅଛନ୍ତି ଲୋକ? ବହୁତ ଖୁସି ଏମିତି ତାଙ୍କର ଚାଲିବା ସୁଖ ଥାଉ, ସତ୍ୟବାବୁଙ୍କର ଏମିତି ଜୟ ହେଉଥାଉ, ଏମିତି ଲୋକଙ୍କ ସେବାରେ ଲାଗିଥାନ୍ତୁ। ଧନ୍ୟବାଦ। ମୁଁ ହେଉଛି ଗୌତମ ପ୍ରଧାନ, ଜୟଦେବ ଗ୍ରାମ ପଞ୍ଚାୟତର ୱାର୍ଡ ସଭ୍ୟ। ସିଦ୍ଧିବିନାୟକ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସତ୍ୟପ୍ରିୟ ବେହେରା ବର୍ତ୍ତମାନ ତାଙ୍କ ଇଏରେ ଆମେ ବର୍ତ୍ତମାନ ଆଜି କମଳ ବଣ୍ଟନ ଆମର ବଡ଼ପାଟଣା ଗ୍ରାମକୁ ଆଜି ଆମେ ତାଙ୍କ ଇଏରେ ଆମେ ଚାଲିଛୁ ବର୍ତ୍ତମାନ କମଳ ବଣ୍ଟନ କରି। ସେଥିପାଇଁ ଆମେ ବହୁତ ଖୁସି ଅଛୁ। ଆଜି ସତ୍ୟପ୍ରିୟଙ୍କ ବେହେରାଙ୍କ ଇଏରେ ବର୍ତ୍ତମାନ ଆମ ଗାଁରେ ବର୍ତ୍ତମାନ ମଉସାଙ୍କୁ କମଳ ବଣ୍ଟନରେ ସମସ୍ତେ ଖୁସି ଅଛନ୍ତି। କେତେ ରଶ୍ମିରଞ୍ଜନ ସାହୁ ଭାକରସାହି ଗ୍ରାମ ପଞ୍ଚାୟତର ଭାକରସାହି ଗ୍ରାମର ଆମର ଏଠି ସତ୍ୟ ଭାଇଙ୍କ ଦ୍ୱାରା ସେ ଜଣେ ଆମର ସମାଜସେବୀ। ସିଏ ମନସ୍ଥ କଲେ ଯେ ଶୀତ ଦିନରେ ବୁଢ଼ାବୁଢ଼ୀ ଲୋକମାନଙ୍କୁ କେମିତି କମଳ ବଣ୍ଟନ କରାଯିବ, ସେମାନେ ଶୀତ ଦାଉରୁ ରକ୍ଷା ପାଇବେ। ସେଥିପାଇଁ ସିଏ ମୋତେ ଗୋଟେ ପ୍ରସ୍ତାବ ଦେଲେ ଯେ ରଶ୍ମି ବାବୁ ଆଉ ଆପଣଙ୍କ ଗାଁରେ ଲୋକମାନଙ୍କୁ କୁହନ୍ତୁ, ବୁଢ଼ାବୁଢ଼ୀ ଲୋକମାନେ ସମସ୍ତେ ଆସି ପହଞ୍ଚିଲେ ମୁଁ ସେମାନଙ୍କୁ କମଳ ବଣ୍ଟନ କରିବି। ଆମେ ଆମ ଗାଁରେ ଏଇ ଦିନ ମନସ୍ଥ କରୁଥିଲୁ। ଆସି ସମସ୍ତେ ଆସିଲେ, ଏକଜୁଟ ହେଲେ। ସତ୍ୟ ତାଙ୍କ ତରଫରୁ ସମାଜ ସେବାର ଯେଉଁ ମନୋବୃତ୍ତି ନେଇ ସିଏ ସବୁ ବୁଢ଼ାବୁଢ଼ୀ ଲୋକମାନଙ୍କୁ ଆଣି କମଳ ବଣ୍ଟନ କରିଛନ୍ତି। ସେଥିପାଇଁ ଆମ ଅଞ୍ଚଳର ଲୋକମାନେ ବହୁତ ଖୁସି।